ବାଲେଶ୍ୱର ପୌରପାଳିକା 5 ନମ୍ବର ୱାର୍ଡ ଅଧୀନ ମାନସିଂ ବଜାରଠାରେ ଜଳଛତ୍ରର ଶୁଭାରମ୍ଭ କରାଯାଇଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ପ୍ରବଳ ଖରା ସାଙ୍ଗକୁ ଗରମରେ ସିଝୁଛନ୍ତି ବାଲେଶ୍ୱର ସହରବାସୀ। ଏହାକୁ ଦୃଷ୍ଟିରେ ରଖି ମାନସିଂ ବଜାର ଆରୋଗ୍ୟ ସମିତି ପକ୍ଷରୁ ସ୍କୁଲ ପାଖରେ ଏକ ଜଳଛତ୍ର ଖୋଲାଯାଇଛି। ମୁଖ୍ୟ ଅତିଥି ଭାବେ 5 ନମ୍ବର ୱାର୍ଡ କାଉନସିଲର ମିତା ପଟ୍ଟନାୟକ ଯୋଗ ଦେଇ ଉକ୍ତ ଜଳଛତ୍ରକୁ ଉଦ୍ଘାଟନ କରିଥିଲେ। ପ୍ରଥମ ଦିବସରେ ପଥଚାରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଦହି ସରବତ ପ୍ରଦାନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ରିତିକ ଜି, ସହରାଞ୍ଚଳ ସ୍ୱାସ୍ଥ୍ୟ ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଶାଶ୍ୱତୀ ମହାପାତ୍ର, ଜନସ୍ୱାସ୍ଥ୍ୟ ପ୍ରବନ୍ଧକ ଡକ୍ଟର ଭବାନୀ ଶଙ୍କର ମହନ୍ତ, ଆକାଉଣ୍ଟାଣ୍ଟ ଶୁଭେନ୍ଦୁ ସାହୁ, ମହିଳା ସ୍ୱାସ୍ଥ୍ୟକର୍ମୀ ରଞ୍ଜିତା ରାଣୀ ସାହୁ ପ୍ରମୁଖ ଯୋଗ ଦେଇ ଆରୋଗ୍ୟ ସମିତିର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଆଶା ଦିଦି ଅନ୍ନପୂର୍ଣ୍ଣା ରାଉତଙ୍କ ସମେତ ମହିଳା ଆରୋଗ୍ୟ ସମିତିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ବର୍ଷା ଋତୁ ନ ଆସିବା ପର୍ଯ୍ୟନ୍ତ ଜଳଛତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ପିଇବା ପାଣି ବଣ୍ଟନ ଜାରି ରହିବ ବୋଲି ସମାଜସେବୀ ରିତିକ ଜି ସୂଚନା ଦେଇଥିଲେ।